ସମସ୍ତେ ଚାହାନ୍ତି ତାଙ୍କର ବୋହୂ ପଢ଼ା ଲେଖା ଶିକ୍ଷିତ ହେଉ, କାରଣ ସମାଜକୁ ଦେଖିବାକୁ ଭଲ ଲାଗେ ନା। ଦେଖ, ଆମେ କେତେ ଉଚ୍ଚ ଚିନ୍ତାଧାରାର ଲୋକ, କେତେ ବ୍ରଡ୍ ମାଇଣ୍ଡେଡ୍, ହେଲେ ବାହାଘର ପରେ ସେଇ ଅପାଠୁଆ ହୋଇ ରହୁ ବୋଲି ସମସ୍ତେ ଚାହାନ୍ତି। କିଛି କହୁନଥିବ, ନିଜସ୍ୱ ମତ ରଖୁନଥିବ, ବାସ୍ ଆମେ ଯେମିତି କହିବା ସେମିତି ଆମ ହିସାବରେ ଚାଲୁଥିବ। ତାହେଲେ ପଢ଼ା ଲେଖା ବହୁ ଦରକାର କ'ଣ ପାଇଁ? ଯଦି ସବୁ ଜିନିଷରେ ମୂର୍ଖଙ୍କ ଭଳି ହଁ ହଁ କରି ମୁଣ୍ଡ ଟଙ୍ଗାରିବାକୁ ହେବ ତ? ହଁ, ଯେତେବେଳେ ବହୁଟି ନିଜସ୍ୱ ମତ ରଖେ ସେ ଗର୍ବୀ ହେଇଯାଏ, ନହେଲେ ଓକିଲାତି କରୁଛି, ନହେଲେ ଯୁକ୍ତି କରୁଛି। ବଟ୍ ଆମେ ଜାଣିବା ଦରକାର ଏଜୁକେସନ୍ ମାନେ ଖାଲି ଡିଗ୍ରୀ ନୁହଁ। ଶିକ୍ଷାର ଅର୍ଥ ନିଜସ୍ୱ ବିଚାରକୁ ଅନ୍ୟମାନଙ୍କ ପାଖରେ ରଖିବାର ସାହସ ରଖିବା, ଭୁଲକୁ ଭୁଲ ଆଉ ଠିକକୁ ଠିକ ରଖିବାର ସାହସ। ମୋତେ ଲାଗୁଛି ସମାଜକୁ ଶିକ୍ଷିତ ବହୁ ନୁହେଁ, ଗୋଟିଏ ଆଜ୍ଞାକାରୀ ବହୁ ଦରକାର। କାହିଁକିନା ଶିକ୍ଷିତ ବହୁ ପ୍ରଶ୍ନ କରିବା ଶିଖାଏ, ଭୁଲ ବିରୋଧରେ ଲଢ଼ିବା ଶିଖାଏ। ସେଥିପାଇଁ ତ ଆଜିକା ସମାଜ ଶିକ୍ଷିତ ବହୁକୁ ବି ଭଲ ବହୁ ଭାବେ ଗ୍ରହଣ କରିପାରୁନାହିଁ। ଠିକ୍ କହିଲି ନା ସାଙ୍ଗମାନେ?